ସମସ୍ତେ ଚାହାନ୍ତି ଗୋଲାପ ଗଛରେ ସବୁବେଳେ ଫୁଲ ଫୁଟୁ ଆଉ ତା ସହିତ ସବୁବେଳେ ଗଛ ଗ୍ରୋଥ୍ ରହୁ। ସବୁବେଳେ ଫୁଲ ଫୁଟିବା ପାଇଁ ହେଲେ ଆମେ ତ ଗଛ ପାଇଁ କିଛି ପରିଶ୍ରମ କରିବାକୁ ପଡ଼ିବ। ପରିଶ୍ରମ ନ କଲେ ଗଛରେ ସେମିତି ଖାଲି ସ୍ପ୍ରେ କରିଦେଲେ ତ ଗଛରେ ଆଉ ଗ୍ରୋଥ୍ ଆସିବନି, ତା ପାଇଁ ପରିଶ୍ରମ ବି ଦରକାର। ଯଦି ଆପଣମାନଙ୍କୁ ବି ମୁଁ ଏବେ ଯଦି ସଜେଷ୍ଟ କରିବି ଯେ କିଛି ହର୍ମୋନ୍ ସ୍ପ୍ରେ କରନ୍ତୁ, ଆପଣଙ୍କ ଗୋଲାପ ଗଛରେ 12 ମାସ ଫୁଲ ପାଇବେ, ତା ସହିତ ଗଛ ବି ଗ୍ରୋଥ୍ ରହିବ। ସେ ହର୍ମୋନ୍ ଆପଣ ସାଙ୍ଗେ ସାଙ୍ଗେ ଖୁସି ହେଇକି ନେଇ ଆସିକି ମାର୍କେଟରୁ ସ୍ପ୍ରେ କରିଦେବେ। ସ୍ପ୍ରେ କରିଦେଲେ ଗଛ ତ ଗ୍ରୋଥ୍ ବହୁତ ବଢ଼ିଆ ଜଲ୍ଦି ହେଇଯିବ, ଆଉ ତା ସହିତ ଗଛର ହେଉଛି ଫୁଲ ବି ସଫିସିଏଣ୍ଟ ମିଳିବ, କିନ୍ତୁ ଫୁଲର ସାଇଜ୍ କମିଯିବ ଆଉ ତା ସହିତ ରୁଟ୍ ଡେଭଲପ୍ ବି କମିଯିବ। ରୁଟ୍ ଡେଭଲପ୍ ହେବନି କି ପ୍ଲାଣ୍ଟ ଡେଭଲପ୍ ହେବନି, କିଛି ବି ହେବନି। ଯଦି ଆପଣ ଗଛର କୌଣସି ଯତ୍ନ ନ ନେଇ, କିଛି ପରିଶ୍ରମ ନ କରିକି, କିଛି ପ୍ରନିଂ ନ କରିକି ଆପଣ ଯଦି ଖାଲି ସ୍ପ୍ରେ ଉପରେ ନିର୍ଭର କରିବେ, ବାହାର ମାନେ କିଛି ଔଷଧ ଉପରେ, ତାହେଲେ ଆପଣଙ୍କ ଗଛ ତ ଡ୍ୟାମେଜ୍ ହେବ, ୱିକ୍ ଧୀରେ ଧୀରେ ହେଇକି ତାର ରୁଟ୍ ବି ଡେଭଲପ୍ ହେବନି। ତ ରୁଟ୍ ୱିକ୍ ହେଇଯିବ, ତାପରେ ରୁଟ୍ରୁ ଫଙ୍ଗସ୍ ଲାଗିବା ଆରମ୍ଭ ହେବ। ସେଥିପାଇଁ ମୁଁ ତ ସଜେଷ୍ଟ କରିବି ଆପଣ ସେ ଭୁଲ ଜମାରୁ ବି କରନ୍ତୁନି। ବାହାର ପ୍ରଡ଼କ୍ଟ କିଛି ୟୁଜ୍ କରିବା ପୂର୍ବରୁ ପ୍ରଥମେ ଘରୋଇ ପ୍ରଡ଼କ୍ଟ କିଛି ୟୁଜ୍ କରନ୍ତୁ। ଘରେ ଆମର ପ୍ରତ୍ୟେକଟି ଗଛ ପାଇଁ ଆମର ପ୍ରତ୍ୟେକଟି ଭାବରେ ଆମର ଫର୍ଟିଲାଇଜର୍ ହେଉ କିମ୍ବା ବିଷ ହେଉ କିମ୍ବା କୌଣସି ହର୍ମୋନ୍, ସବୁ କିଛି ଆମେ ଘରେ ହିଁ ତିଆରି କରିପାରିବା, କିନ୍ତୁ ତା'ର ପ୍ରୋସେସିଂ ଟିକେ ଅଲଗା ଟାଇପ୍ର। ତ ଆମେ ଘରୋଇ ମେଥଡ଼ରେ ଯଦି ଆମେ ସବୁ କିଛି ତୈୟାର କରିପାରିବା କିମ୍ବା ଗଛକୁ ସେଫ୍ଟି ରଖିପାରିବା, ତାହେଲେ ଆମେ ବାହାର ପ୍ରଡ଼କ୍ଟରୁ ପଛରେ ୟୁଜ୍ କଲେ ବି ଚଳିପାରିବ। ସେଥିପାଇଁକା ବାହାର ପ୍ରଡ଼କ୍ଟ ଠାରୁ ମୁଁ ଘରୋଇ ପ୍ରଡ଼କ୍ଟକୁ ବେଶୀ କରି ପସନ୍ଦ କରେ। ସେଥିପାଇଁ ଆପଣଙ୍କୁ ସବୁବେଳେ ମୁଁ ସଜେଷ୍ଟ କରେ ଯେ ଘରୋଇ ପ୍ରଡ଼କ୍ଟ କିଛି ୟୁଜ୍ କରନ୍ତୁ। ଏଠାରେ ବି ଆପଣମାନେ ଦେଖିପାରୁଥିବେ ମୋର ଗୋଲାପ ଗଛରେ କିପରି ଭାବରେ ପୋକ ଖାଇକି ପୁରାପୁରି ପତ୍ର ବି ଖରାପ ହେଇଯାଇଛି, ତା ସହିତ ରୁଟ୍ ବି ଖରାପ ହେଇଯାଇଛି, ତା ସହିତ ତା'ର ବ୍ରାଞ୍ଚ ଗୁଡ଼ିକ ବି ପୁରାପୁରି ଖରାପ ହେଇଯାଇଛି, ଯେଉଁଟାକି ୱିକ୍ ହେଇଯାଇଛି ଆଉ ପୋକ ବି ଲାଗିଛି। ତ ଏସବୁକୁ ନା ବହୁତ ସମସ୍ୟା ଦେଖାଯାଏ, ଆଉ ଏ ସମସ୍ୟା ପାଇଁ ଆମେ ସାଙ୍ଗେ ସାଙ୍ଗେ କୀଟନାଶକ ମଧ୍ୟ ପକାଇ ଦେଇଥାନ୍ତି, ଯାହାକି ମାର୍କେଟରୁ କିଣିକି। କିନ୍ତୁ କୀଟନାଶକ ପକାଇକି ପୋକକୁ ମାରିବାକୁ ଆମେ ସମସ୍ତେ ତ ପସନ୍ଦ କରନ୍ତି, କିନ୍ତୁ ଏମିତି କଲେ ନା ପୋକ ତ ମରିଯିବେ, କିନ୍ତୁ ଗଛ ବହୁତ ୱିକ୍ ହେଇଯାଏ, ତା'ର ବ୍ରାଞ୍ଚ ଗୁଡ଼ିକ ପୁଡ଼ି ହେଇଯାଏ। ତ ସେଥିପାଇଁ ଆପଣମାନଙ୍କୁ ମୋର ପ୍ରତ୍ୟେକଟି ଭିଡ଼ିଓରେ ପ୍ରତ୍ୟେକଟି ଗଛକୁ ଘରୋଇ ଉପାୟରେ ମେଡ଼ିସିନ୍ ତିଆରି କରି ପକାଇବାକୁ ସଜେଷ୍ଟ କରୁଛି, କାରଣ ଏଥିରେ ନା କିଛି କେମିକାଲ ନଥାଏ ଯାହା ପାଇଁ ଆମ ଗଛ ଖରାପ ହେବ। ଶୀତ ଦିନରେ ଆଉ ବର୍ଷା ଦିନରେ ଆପଣମାନେ ଦେଖିବେ ଗଛର ମୂଳରେ ନୂଆ ନୂଆ କୁଆଁ ଦେବା ଆରମ୍ଭ କରେ, ଯାହାକୁ ଦେଖି ଆମେ ବହୁତ ଖୁସି ହୁଅନ୍ତି। କିନ୍ତୁ ଗଛ ମୂଳରୁ ନା ସେ ଛୋଟ ଛୋଟ କୁଆଁକୁ କାଟିକି ବାହାର କରିବେ, ଯେମିତି ଗଛକୁ ଟିକେ ବାହାର ପବନ ବାଜିବ, ଗଛକୁ ରିପୋର୍ଟିଂ ବି ସହଜରେ କରିହେବ। ଯଦି ଆମେ ନୂଆ ନୂଆ କୁଆଁକୁ ପ୍ରଥମରୁ ରଖିଦେବା, ତାହେଲେ ପ୍ରଥମ ଗଛର ଭିଟାମିନ୍ ଆଉ କ୍ୟାଲସିୟମକୁ କମିଯିବ, ଯେଉଁଟାକି ଆମର ନୂଆ ନୂଆ କୁଆଁ ଯେତିକି ବାହାରିବ ସେସବୁ କ୍ୟାଲସିୟମ୍ ସବୁ ଟାଣି ନେବ। ତା ସହିତ ଫୁଲ ଫୁଟିବା ମଧ୍ୟ କମିଯିବ। ସେଥିପାଇଁ ଗଛର ମୂଳରୁ ନୂଆ କୁଆଁ କାଟିକି ବାହାର କରିଦେବା, ତା ସହ ଗଛର ଡାଳରୁ ତଳ ଭାଗ କଣ୍ଟାକୁ ମଧ୍ୟ କିଛି କାଟିକି ବାହାର କରିଦେବା, ଯେମିତି କିଛି ଖାଦ୍ୟ ବା କମ୍ପୋଷ୍ଟ କିମ୍ବା ଫର୍ଟିଲାଇଜର୍ ଦେବା ସମୟରେ ହାତରେ କଣ୍ଟା ନ ବାଜେ, ସେଥିପ୍ରତି ମଧ୍ୟ ଆମେ ଟିକେ ଧ୍ୟାନ ଦେଇଦେବା। କିନ୍ତୁ ମୋ ଗୋଲାପ ଗଛ ଯେମିତି ହେଇଛି ନା, ଆପଣମାନେ ବି ଦେଖିପାରୁଥିବେ ଗୋଲାପ ଗଛର ଫୁଲ ଗୁଡ଼ାକ ସବୁ ଶୁଖିଯାଇଛି, ଆଉ ଯେତିକି ବି ଆଉ ବଳକା ଫୁଲ ଫୁଟିଛି ସବୁ ଛୋଟିଆ ଛୋଟିଆ ଫୁଲ ଫୁଟିଛି, କାହିଁକି ନା ନୂଆ କୁଆଁ ଢେର ସାରା ବହୁତ ଜଲ୍ଦି ଦେଇଦେଲା, ସେଗୁଡ଼ାକ ସବୁ ଭିଟାମିନ୍ ଯେହେତୁ ଟାଣି ନେଲା, ସେଥିପାଇଁକା ଗଛ ପୁରାପୁରି ୱିକ୍ ହେଇଯାଇଛି। ତ ସେଥିପାଇଁ ମୁଁ ଏବେ ଟିକେ ଗଛର କେୟାରିଂ ନେଇଯିବି, ଆଉ ଯେତିକି ବି ଏବେ ନୂଆ ନୂଆ କୁଆଁ ଦେଉଛି ତଳୁ ବାହାରୁଛି, ସେ କୁଆଁ ଗୁଡ଼ାକ କାଟିକି ବାହାର କରିବା ସହିତ କିଛିଟା ହେଉଛି ମୋର ଯେତିକି ମାନେ ପୁରୁଣା ଗଛର କଣ୍ଟା ଗୁଡ଼ାକ ସବୁ ତାକୁ ବି କାଟିକି ବାହାର କରିଦେବି, ଯେମିତି ଆଗକୁ ଗଛରେ ଫର୍ଟିଲାଇଜର୍ ଦେବା ସମୟରେ କିଛି ଅସୁବିଧା ନ ହେବ। ଆମେ ବି ଯିବା ମୂଳ କାରଣ ପାଖକୁ, ଯାହାକି ଆମ ଗଛକୁ ନଷ୍ଟ କରେ, ତାକୁ ଯଦି ଆମେ ଅଣଦେଖା କରିଦେବା ନା, ଗଛ ଆମର ତ ବର୍ବାଦ ହେଇଯିବ, ତା ପାଖରେ ଆଉ ଯେତିକି ବାକି ଗୋଲାପ ଗଛ ଅଛି ନା, ସେଗୁଡ଼ିକ ବି ବର୍ବାଦ ହେଇଯିବ। ତ ସେଥିପାଇଁକା ଆମେ ହେଉଛି ଆଜି କିଛି ଗଛରେ ବିଷ ପକାଇବା, ଯାହାକି ଘରେ ତିଆରି କରିକି ଏବେ ଆମେ ସଫ୍ଟ ରନିଂ ଗୋଟେ କରିନେବା। ସଫ୍ଟ ରନିଂ ହେଇଗଲା, ତା ସହିତ ହାଲକା ଧୋଇଦେବା ବ୍ରାଞ୍ଚକୁ ନର୍ମାଲ ୱାଟରରେ। ତାପରେ ଆମେ ଏଠାରେ ଘରୋଇ ଉପାୟରେ ବନେଇବା ଗୋଟେ ବିଷ। ବାହାର ବିଷ ବହୁତ ଜଲ୍ଦି କାମ ଦେବ, ହେଲେ ଖରା ଦିନରେ ଗଛକୁ ନଷ୍ଟ କରିଦେବ। ଯଦି ଆପଣମାନେ ଗୋଲାପ ଗଛରେ ବାହାର ମେଡ଼ିସିନ୍ କିଛି ପକାଇବାକୁ ଚାହାନ୍ତି କିମ୍ବା ଆପଣଙ୍କ ଗୋଲାପ ଗଛ ଅଧିକ ଡ୍ୟାମେଜ୍ ହେଇଯାଇଛି, ତାହେଲେ ମୋତେ କମେଣ୍ଟରେ ଜଣାଇବେ, ମୁଁ ଆପଣମାନଙ୍କୁ ମେଡ଼ିସିନ୍ର ନାଁ ଟ୍ୟାଗ୍ କରିଦେବି। କିନ୍ତୁ ମୁଁ ଘର ମେଡ଼ିସିନ୍କୁ ହିଁ ବ୍ୟବହାର କରିବି। ଏଠାରେ ପ୍ରଥମରେ କିଛି ପିଆଜ ଚୋପା ନେବା, ପ୍ରଥମରେ ପିଆଜ ଚୋପାକୁ ଗୁଣ୍ଡ କରି ମଧ୍ୟ ଆପଣ ଗଛରେ ପକାଇ ପାରିବେ, ଗଛ ମୂଳରେ ବି ଦେଇପାରିବେ, ନଚେତ୍ ଏହିପରି ଓଭରନାଇଟ୍ ଭିଜେଇକି ରଖିକିନା ତାକୁ ବି ବ୍ୟବହାର କରିପାରିବେ, ନଚେତ୍ କମ୍ପୋଷ୍ଟ ଭାବରେ ଯଦି ବ୍ୟବହାର କରିପାରିବେ ନା, এই ପିଆଜ ଚୋପାର ବହୁତ ଭଲ ଗୁଣ ଅଛି, ତାକୁ ଯେମିତି ବି ଚାହାନ୍ତୁ ସେମିତି ଆପଣ ବ୍ୟବହାର କରିପାରିବେ, କିନ୍ତୁ ତାକୁ ବ୍ୟବହାର କରିବା ଦରକାର ଗୋଲାପ ଗଛ ପାଇଁ, କାହିଁକିନା ପିଆଜ ଚୋପା ବହୁତ ଭଲ ମାନେ ତା'ର ଉପକାର ଥାଏ ଗୋଲାପ ଗଛ ପାଇଁ ଆଉ ମନ୍ଦାର ଗଛ ପାଇଁ।
पियाज चोपा को गच मूल देले ना किछि दिन पर सेटा कंपोस्ट हुए जदि डायरेक्ट भी आपन दे परिबे भी बहुत बढ़िया सेटा कंपोस्ट किछि दिन पर हे जिवो तापर सेटा होची पियाज चोपा जति कि थिबो कैल्शियम पोटासियम सेटा माटी को पोषण देताए जोथि पे हम गछ भी ग्रोथ हेता और शीघ्र गछ बढ़ी थाए किंतु मु एठारे ताको होची ओवरनाइट भिजे कि ताको गोटे फर्टिलाइजर भाव में तैयारी करबी तापर ताको गोटे विष भाव में तैयारी करबी आपने को भिजे कि माने जो पियाज चोपा एठारे लिक्विड भाव में भिजौची तो लिक्विड फर्टिलाइजर करिवे डायरेक्ट पकई पारे गछ मूल नचेत यह विष भाव में भी यूज कर तो मु जो ये भिजे रखुची ओवरनाइट ताको होची तैयारी हो फर्टिलाइजर तापर फर्टिलाइजर को मुझे होची आउ किछि दुटा प्रोडक्ट मिसेबी जहाँकि मोर विष को कन्वर्ट हम तो एटारे मोर ओवरनाइट रखिला परे तार कलर देखो किपरि भाव में चुपा प्रथम देखूँ चुपा गुड़ाक नाली नाली थिला पूरा धड़ा हो जी तार विटामिन जी तार कैल्शियम आती तार होची पोटासियम सब माने पानी रे मिक्स हो जाइए आ तार कलर भी चेंज हो जाइए तो एबे पानी भी देखी पार्थे पूरा नालिया नालिया केते सुंदर भाव में हो जाइए एबे पानी के आमे कौन करबा ताको छाणी दबा गोटे अन्य ग्लास को छाणी सारा पर चुपा को भी आपण डायरेक्ट गछ अन्य गछरे जो गछरे आमे लिक्विड दबा से गछरे न देकी अन्य गछरे आमे चुपा को माटी खोली भी पोती दे पारिबा जो थरे कि हम गछ पई भल ग्रोथ हो जिवो माटी को भी पोषण मिल जिवो किंतु एठारे मु जो चुपा रखिबी सेटा को मु मंदार गछरे ऐड करबी गोलाप गछरे केवल फर्टिलाइजर ही ऐड करबी जोटा कि लिक्विड फर्टिलाइजर तैयारी करची एबे चुपा को आपण देखि पारथिबे पूरा धड़ा धड़ा हो जाइए पूरा भल भाव में छणा हो गला आम स्प्रे डबारे पूरे दबा स्प्रे बोतल एटार कि मो मन पूरा दुख कहीं मोर स्प्रे बोतलटा जेहेतु खराब हो जाए तार मेसीनटा और तार पाइपटा भी पूरा जाम हो जाए से बागेबा टे समय लगे कि नुआ कि समय लगे तो आज जेहेतु लिक्विडटा बन सारी एटा बेसी समय रखला माने माने स्मेल अलग प्रकार आसीजो एपाई गोटे छोट डबारे स्प्राइट डबार हूँ ठिपीटा को ये भाव में छोट छोट छुंची फुट करदेली करदेकी ही स्प्रे बोतल करदेली जमीतिका मोर नर्माली भाव में घरे भाव में स्प्रे बोतल भी बाहरी पड़ला तापर ताको हूँ कौन करी छणा साहाଯ୍य पूरे देवी जमतीका बाहर जमती लिक्विडटा न पड़े टिके भी तो ताको छणा साहाଯ୍य एठारे पूरे देली एबे ताको आमे ठिपी देकी 5 ରୁ 10 मिनिट खरा दे देबा कहीं खरा देले पियाज चोपाटा भल स्मेल आसीबो आ ता सहित काम भी भल दबो आउरे लिक्विड फर्टिलाइजरटा बढ़िया भाव में बनिकी रेडी हो जाए खरा रखदेली खरा रख सारा कौन पाउडर दुटा मिसौची चलते एबे देखिए तापर एटा हैला गेमाक्सिन जहाँ को घरे भाभी व्यवहार करी सब प्रकार कीट दूर कर बेस कर आंट कंट्रोल होता है जोटा कि पिंपुड़ी दूर करे प्रकृत में पिंपुड़ी हूँ मेलाबग सृष्टि करे गेमाक्सिन पकेले गछ को प्रोटेक्ट करे जहाँ कि गछ को पिंपुड़ी होगा दिएनी यह प्लांट पाई इजी टिप्स कही पारे जो पोक पत्रर मीठा अंश को बेस करके खाई था जो पत्रर जी मीठा अंश देखिए खाई सब पूरा माने फुटफुटिया कर देते मोर गोलाप गचर पत्र भी से भाई भी आपण मानक देखी तो जो पोक गुड़ाक बेस कर ये मोर जो गोलाप गचर लगी यहाँ अलग प्रकार माने जो गोटे कहींपर तो ये पोकटा केवल डाल ही लगे तापर धीरे धीरे तार पत्र को अटैक कर हूँ गच को पूरा डैमेज कर तो से आम हूँ प्रथम आम घरे भाव में गेमाक्सिन नहीं आसली ता सहित हूँ लक्ष्मण रेखा और ता सहित मोर एटारे पियाज चोपार फर्टिलाइजर गेमाक्सिन बहुत बढ़िया काम दिए बेसी करी पिंपुड़ी जंदा हटेबा को आ ता सहित प्रत्येकटी गछर पोर्ट भी 4 साइड आपण स्प्रिंकल करें नचेत आपण प्लांट उपर भी स्प्रिंकल करें लिक्विड फर्टिलाइजर भाव में जमती मुझे तैयार करुँची तो ये सब कले कौन हम पिंपुड़ी लगे कि पिंपुड़ी हवा को जीवनी ता सहित हूँ जो जो पोक भी लगी भी कंट्रोल कर तापर गचरे देखिए बहुत समय वर्षा है ना छोट छोट गेंडा भली सब लगती गचर तो लगती सहित गच मूलर भी चलती पूरा गेंडा भली जहाँकि हूँ आम गचर माटी को रूट को आउ सहित प्लांट को से गुड़ाक डैमेज करे आ सबू किसी भल भल माने जी विटामिन को से सब शोषण करते भी भगेवाई आउ किछिटा झिंटिका भी लगती गचर पत्र खाइबापी किछिटा डाल भी डैमेज करते किछिटा झिंटिका ता सहित बुढ़ा पोक भी बेसी कर देखिए टगर गचर लगती तो ये सब पोक को भगेवाई गेमाक्सिन आ लक्ष्मण रेखा बहुत बढ़िया काम दे थाए आपण मैंने बहुत जन भी मत कमेंट रे मंदार गचर जिते सल्यूशन आपको सहज उपाय देली तो मोर तो यहाँ बहुत बढ़िया काम देती मंदार गचर से मोर कौन चिंता नहीं मंदार गचर मुझे आपण मानक मेडिसिन प्रयोग करने को मना कली कहीं खरा दिन जेहेतु तार रूट गुड़िक खराब होपर ता पत्र गुड़ाक जलीज जो मत भी मना कराला जो नर्सरी जाइली जो रिलेटिव जने मना कले मत से सब मेडिसिन प्रयोग करने
ସେଥିପାଇଁ ମୋତେ କହିଲେ ଯେ ଘରୋଇ ମେଡ଼ିସିନ କିଛି ପ୍ରୟୋଗ କରିବାକୁ, ଯାହାକି ମୋତେ ଲକ୍ଷ୍ମଣ ରେଖା ଭାବରେ ସଜେଷ୍ଟ କଲେ। ଆଉ ସେଇଟା ବି ବଢ଼ିଆ ଭାବରେ ମୋର କାମ ଦେଇଛି, ଯାହାକି ମୁଁ ଆପଣମାନଙ୍କ ସହିତ ସେୟାର କରିଛି। ସେଇଟା କାମ ଦେଲା ବୋଲି ଆପଣଙ୍କୁ ମୁଁ ସେୟାର କଲି, କିନ୍ତୁ ଆପଣମାନେ ଭୁଲ ବୁଝୁଛନ୍ତି କି ଆପଣମାନଙ୍କ ଗଛରେ ବଡ଼ ବଡ଼ ଗଛରେ ଏତେ ସୁନ୍ଦର କାମ ଦେବ କି ନାହିଁ। କିନ୍ତୁ ତାକୁ ଆପଣ ଲିକ୍ୱିଡ଼ ଫର୍ଟିଲାଇଜର ଭାବରେ ବି ୟୁଜ୍ କରିପାରିବେ ଯଦି ବଡ଼ ବଡ଼ ଗଛ ଅଛି। କିନ୍ତୁ ହେଉଛି ଗେମାକ୍ସିନ୍ ବି ମିଶାଇକି ମଧ୍ୟ ଖାଲି ଗୋଟେ ଲିକ୍ୱିଡ଼ ଫର୍ଟିଲାଇଜର ଲିମ୍ବ ତେଲ ଗେମାକ୍ସିନ୍ ଆଉ ତା ସହିତ ଲକ୍ଷ୍ମଣ ରେଖା ପାଉଡ଼ର ମିଶାଇକି ଆପଣ ବି ଲିକ୍ୱିଡ଼ ଫର୍ଟିଲାଇଜର କରିକି ବି ଗଛରେ ସ୍ପ୍ରେ କରିପାରିବେ। ବୁଢ଼ା ପୋକ ଆଉ ଝିଣ୍ଟିକା ବେଶୀ କରି ପତ୍ରକୁ ଖାଇଥାନ୍ତି। ବେଶୀ କରି ଦେଖିବେ ପରିବା ଗଛରେ ସେଗୁଡ଼ାକ ଲାଗନ୍ତି। ବନ୍ଧାକୋବି ହେଉ କିମ୍ବା ଫୁଲକୋବି ହେଉ କିମ୍ବା ଉଲକୋବି ହେଉ, ଏସବୁ ବେଶୀ କରି ଲାଗିଥାନ୍ତି। ତ ସେଥିରେ ଆପଣ ଖାଲି ଗେମାକ୍ସିନ୍ ମଧ୍ୟ ସ୍ପ୍ରିଙ୍କଲ୍ କରିଦେବେ, ଦେଖିବେ ବଢ଼ିଆ ଭାବରେ ତାର ପତ୍ରରେ ଡାଇରେକ୍ଟ ସ୍ପ୍ରିଙ୍କଲ୍ କରିବେନି, ତା ଦେହରେ ଟିକେ ପାଉଁଶ ମିଶାଇକି ସ୍ପ୍ରିଙ୍କଲ୍ କରିବେ। ବାଇଗଣ ଗଛରେ ବି ପୋକ ଲାଗିଲେ ସାଧାରଣତଃ ଗାଁ ଗହଳିରେ ଏଇ ମାନେ ଗେମାକ୍ସିନ୍କୁ ହିଁ ୟୁଜ୍ କରନ୍ତି। ମାନେ ହାଲକା ହାଲକା ଛିଞ୍ଚିଥାନ୍ତି ତାର ପତ୍ର ଉପରେ, ଆଉ ତାର ମୂଳଠୁ ଟିକେ ହେଉଛି ଡିଷ୍ଟାନ୍ସ କରିକି ତାକୁ ଛାଡ଼ିକି ତାକୁ ହେଉଛି ପକାଇଥାନ୍ତି, କାହିଁକିନା ସେଇଟା ବହୁତ ବଢ଼ିଆ କାମ ଦେଇଥାଏ। ସେଥିପାଇଁ ମୁଁ ଆପଣମାନଙ୍କୁ ଏଇଟା ସଜେଷ୍ଟ କରୁଛି। ତା ସହିତ ଗଛର ଯେତେବେଳେ ଲଗେଇଥାନ୍ତି ମାଟିରେ ବି ବହୁତ ଜଣ ମିଶାଇକି ଲଗେଇଥାନ୍ତି, କାହିଁକିନା ରୁଟ୍ରେ ଯେମିତି ଫଙ୍ଗସ୍ ଲାଗିବାକୁ ଦିଏନି ଏଇ ଗେମାକ୍ସିନ୍। ଯେମିତି ମେଲାବଗ ହେଉ କେଟରପିଲର ହେଉ, ଏଇ ପାଉଡ଼ରକୁ ବ୍ୟବହାର କଲେ ନା ସବୁ କିଛି ଦୂର ହୋଇଥାଏ। ତାପରେ ଯିବା ଆମେ ଲକ୍ଷ୍ମଣ ରେଖା ପାଖକୁ। ଲକ୍ଷ୍ମଣ ରେଖାର ବି ବହୁତ ଭଲ ଗୁଣ ଅଛି। ଲକ୍ଷ୍ମଣ ରେଖା ମଧ୍ୟ ପିମ୍ପୁଡ଼ିକୁ କଣ୍ଟ୍ରୋଲ କରେ। ଗଛରେ କିମ୍ବା ଗଛ ମୂଳରେ ଚୂରଣ କରି ପକାଇଲେ ନା ପିମ୍ପୁଡ଼ି ଜମାରୁ ବି ଲାଗନ୍ତନି। ପିମ୍ପୁଡ଼ି ହେଉ କିମ୍ବା ଜଉ ହେଉ କିମ୍ବା ଜନ୍ଦା, ପିମ୍ପୁଡ଼ି ମାନେ ହିଁ ଜଉକୁ ଷ୍ଟୋର କରି ରଖିଥାନ୍ତି, ଯାହାକୁ ନେକ୍ସଟ ମନ୍ଥରେ ସେମାନେ ଖାଦ୍ୟ ଭାବେ ଗ୍ରହଣ କରନ୍ତି। କିନ୍ତୁ ସେତେବେଳକୁ ଆମର ପ୍ଲାଣ୍ଟ ଗୁଡ଼ାକ ପୁରା ଡ୍ୟାମେଜ ହେଇଯାଇଥାଏ। ସେଥିପାଇଁ ଆମେ ଆଜି ସବୁ କିଛି ଅଳ୍ପ ପରିମାଣ ଅନୁସାରେ ପକାଇବା, ଯାହାକି ଗଛକୁ ରକ୍ଷା କରିବ। ଏଇ ଲିକ୍ୱିଡ଼ଟାକୁ ଆମେ ସବୁ ଗୋଲାପ ଗଛରେ ପକାଇବାନି, କେବଳ ଯେଉଁ ଗୋଲାପ ଗଛ ଖରାପ ହେଇଥିବ ଆଉ ପୋକ ଲାଗିଥିବ କିମ୍ବା ପିମ୍ପୁଡ଼ି ଦେଖାହେବ, ତ ସେଇ ଗୋଲାପ ଗଛରେ ଆମେ ସ୍ପ୍ରେ କରିବା। ତ ଏଠାରେ ମୋର ଯେଉଁ ଗୋଲାପ ଗଛର ତାର ରୁଟ୍ରେ ଲାଗିଛି କିମ୍ବା ହେଉଛି ପ୍ଲାଣ୍ଟରେ ଲାଗିଛି, ଯେଉଁ ତାର ହେଉଛି ବ୍ରାଞ୍ଚରେ, ତ ସେଇ ବ୍ରାଞ୍ଚକୁ ଦେଖିକି ସ୍ପ୍ରିଙ୍କଲ୍ କରିନେବା। ତାପରେ ଆପଣମାନେ ଦେଖିପାରୁଥିବେ ତାର ଡାଳ ଗୁଡ଼ାକ ପୁରା ଶୁଖେଇ ଦେଲାଣି କିଛିଟା ଡାଳ, ତ ସେସବୁକୁ ବି କାଟି ବାହାର କରିଦେବା। କିନ୍ତୁ ଆଜି ଆମେ ସ୍ପ୍ରିଙ୍କଲ୍ ଯେହେତୁ କରୁଛନ୍ତି, ସେଥିପାଇଁ ଆଜି ତାକୁ ଗୋଟେ ଦିନ ତାକୁ ଛାଡ଼ିଦେବା ଖରାରେ। ଆଉ ଇଏ ବହୁତ ବଢ଼ିଆ କାମ ଦେବ। ଆପଣ ବି ଥରେ ଟ୍ରାଏ କରନ୍ତୁ। ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ, ଆଗକୁ ଢେର ସାରା ନୂଆ ଟିପ୍ସ ଆଣିବା। ଯଦି ଆପଣଙ୍କ ଗୋଲାପ ଗଛ ଅଧିକ ଡ୍ୟାମେଜ୍ ହେଇଯାଇଛି, ତାହେଲେ ମୋତେ କମେଣ୍ଟରେ ଜଣାନ୍ତୁ। ଆପଣଙ୍କ ସହିତ ମୁଁ ନେକ୍ସଟ ଭିଡ଼ିଓରେ ତାର ମେଡ଼ିସିନ ବି ସେୟାର କରିନେବି। ପୁଣି ଦେଖାବା ଆଉ କିଛି ସୁନ୍ଦର ଟିପ୍ସ ସହିତ। ରହିଲି, ଜୟ ଜଗନ୍ନାଥ।